ମାଛ ଖାଇଦେଲେ ଯେ ପାପ ହେଇଯିବ ସେ କଥା କେବେ ନୁହଁ। ମନର ପବିତ୍ରତା ହଉଛି ପ୍ରକୃତ ପାପ ଆଉ ପୁଣ୍ୟ। ଏ କାରଣ ପାପ ପୁଣ୍ୟ ଦୃଷ୍ଟିରୁ ଆପଣ କେମିତି ଦେଖୁଛନ୍ତି? ଆମିଷ ଖାଇଲେ ପାପ କି? ନା ପାପ ମାନେ ଆମିଷ ଖାଇଲେ ପାପ ଆକୁ କେବଳ ସନାତନ ଧର୍ମର କିଛି ସମ୍ପ୍ରଦାୟ କହିଛନ୍ତି। ଆପଣଙ୍କ ମତ କ'ଣ? ଆମିଷ ଖାଇଲେ ପାପ କି? ଦେଖନ୍ତୁ, ସାଇରାମଙ୍କ ଆଶ୍ରମରେ ରସୁଣ ଚାଲେ, ଶିରିଡି ସାଇଙ୍କ ଆଶ୍ରମରେ ରସୁଣ ଚାଲେ, ରାମକୃଷ୍ଣ ପରମହଂସଙ୍କ ଆଶ୍ରମରେ ମାଛ ବି ଖାଆନ୍ତି। କୋଉଠି କେମିତି ଶୁଣିଛି ଅଲେଖ ବାବାଜୀଙ୍କ ପାଖରେ ବି ମାଛ ଖାଏ। ତେଣୁ ମାଛ ଖାଇଦେଲେ ଯେ ପାପ ହେଇଯିବ ସେ କଥା କେବେ ନୁହଁ। ମନର ପବିତ୍ରତା ହଉଛି ପ୍ରକୃତ ପାପ ଆଉ ପୁଣ୍ୟ। ଯୋଉମାନେ ଚିକେନ ଖାଆନ୍ତି, ମଟନ ଖାଆନ୍ତି, ନା ନା ସେ କଥା ସେଗୁଡାକ ଯୋଉମାନେ ଚିକେନକୁ ଏମିତି ମୋଡ଼ିବେ ଖାଇବେ ସେଗୁଡାକ ମତେ ପସନ୍ଦ ହୁଏନି। କାରଣ ତାର ବି ବଞ୍ଚିବାର ଅଧିକାର ଅଛି। ମାଛର ବି ବଞ୍ଚିବାର ଅଧିକାର ହଁ, ଅଛି, ମାଛର ବି ମଟନ ଛେଳିର ବି ବଞ୍ଚିବାର ଅଧିକାର ଅଛି। ତେଣୁ ଯୋଉମାନଙ୍କର ବଞ୍ଚିବାର ଅଧିକାର ଅଛି ସେ ଅଧିକାରକୁ ମଣିଷ ଛଡେଇ ନଉଛି ମାନେ ପାପ କରୁଛି। ହଁ, ସେଇଟା ପାପ ଆଉ ସେଇଟା ଗ୍ଲାନି। ପାପ ବୋଲେ ଗୋଟେ ଗ୍ଲାନି ଆଉ ନିଶ୍ଚିତ ଭାବରେ। କିନ୍ତୁ ଗୋଟେ ଆପଣ କହୁଥିଲେ ଆପଣଙ୍କ ଫିଲୋସଫି ହେଉଛି ବାସ୍ତବବାଦ। ବାସ୍ତବବାଦ ଦୃଷ୍ଟିକୋଣ ଦେଖନ୍ତୁ, ମୁଁ ଆରମ୍ଭରୁ ଆମ ଦର୍ଶକ ମାନଙ୍କୁ କହିଥିଲି ଯେ ଅନେକ ଗୁଡ଼ିଏ କୌତୁହଳପୂର୍ଣ୍ଣ ପ୍ରଶ୍ନ ଅଛି ଏଇ ମାଛ ମାଂସ କଣ୍ଟେକ୍ସଟରେ। ମୁଁ ସ୍ପଷ୍ଟ କରିଦେଉଛି ଯେ ମୁଁ ଜୀବନରେ କେବେ ଆମିଷ ଖାଇନି। ମୋର ବଡି ବୋଧେ ଭଗବାନ ସେମିତି ତିଆରି କରିଛନ୍ତି ଯେ ମୁଁ କୌଣସି ପରିସ୍ଥିତିରେ ଆମିଷ ଖାଇପାରିବିନି। ଜନ୍ମରୁ ମୁଁ କେବେ ଖାଇନି। ତ ମୋର ପ୍ରଶ୍ନ ହେଉଛି, ବାବା, ଗୋଟିଏ ଜଙ୍ଗଲ ଭିତରେ ଗୋଟିଏ ବାଘ ଆଉ ହରିଣ ରହୁଛନ୍ତି। ବାଘ ହରିଣକୁ ମାରିବା ପାଇଁ ଯାଉଛି, ହରିଣ ଚେଷ୍ଟା କରୁଛି ଖସିଯିବା ପାଇଁ। ମନେ କରନ୍ତୁ ଥାର୍ଡ ପାର୍ଟି ହିସାବରେ ଆପଣଙ୍କୁ ଦାୟିତ୍ୱ ଦିଆଗଲା, ଆପଣ ହରିଣକୁ ସେଭ୍ କରିବେ। ଯଦି ହରିଣକୁ ଆପଣ ସେଭ୍ କରନ୍ତି ତାହେଲେ ଆପଣ ବାଘକୁ ତା ଖାଦ୍ୟରୁ ବଞ୍ଚିତ କରୁଛନ୍ତି। ତ ଆପଣଙ୍କ ପାଇଁ ଧର୍ମ କ'ଣ? ହରିଣକୁ ରକ୍ଷା କରିବା ନା ବାଘକୁ ପ୍ରିଭେଣ୍ଟ କରିବା? ଖାଦ୍ୟ ଖାଦକର ସମ୍ପର୍କ ଯୁଗ ଯୁଗ ଧରି ଅଛି, କିନ୍ତୁ ଏଠି ହିଂସା ଅଛି। ଜଣଙ୍କର ଖାଦ୍ୟ ଜଣଙ୍କର ଜୀବନ। କିନ୍ତୁ ହିଂସାଟା ହେଠି ବାଘ ପାଖରେ ଚାଲିବନି, ମଣିଷ ପାଖରେ ଚାଲିବ। ମଣିଷ ପାଖରେ କାହିଁ ଚାଲିବ, ବାଘ ପାଖରେ? କାରଣ ମଣିଷ ପାଖରେ ଗୋଟେ ସୁପର କନସିୟସନେସ, ଯାହାକୁ ଦିବ୍ୟ ଜ୍ଞାନ ବୋଲି କୁହାଯାଉଛି। ବାଘ ପାଖରେ ନାହିଁ ବୋଲି ଆମେ କେମିତି? ବାଘ ପାଖରେ ଜ୍ଞାନ ଅଛି। ସେଇଟା ମଣିଷ କହୁଛି। ଜଜମେଣ୍ଟ ହଉଛି, ଜଜ କିଏ? ମଣିଷ। ମଣିଷ କହୁଛି ବାଘର ବୁଦ୍ଧି କମ, ମୋର ବୁଦ୍ଧି ଅଧିକା। ଏଇଟା ଆପଣଙ୍କ ଦୃଷ୍ଟିକୋଣରୁ ଆମେ ସମସ୍ତେ ମଣିଷ ବୋଲି। ଖାଦ୍ୟ ଖାଦକ କ'ଣ ସେ ଖାଇବ? ବାଘ ଘାସ ଖାଇବ କି? ପ୍ରଶ୍ନ ହଉଛି ସେଇଆ। ତ ପଏଣ୍ଟ ହଉଛି ଯେ ଦୁନିଆରେ ଆପଣଙ୍କୁ ଯଦି କୁହାଯାଏ ଯେ ଆପଣ କ'ଣ କରିବେ, ବାଘକୁ ରକ୍ଷା କରିବେ ନା ହରିଣକୁ ରକ୍ଷା କରିବେ? ବାଘକୁ କହିବେ ତୁ ଖା ନା, ସେ ମରିଯିବ। ତାହେଲେ ଆପଣଙ୍କ ଧର୍ମ ବି ନଷ୍ଟ ହଉଛି। ଯଦି ସିଏ ସେଇଟା ତା ପାଇଁ ଖାଦ୍ୟ ଖାଦକ, ତାର ଅର୍ଥ ନୁହେଁ ମୋ ପାଇଁ ସେଇଟା ଖାଦ୍ୟ ଖାଦକ। ଗୋଟେ ରେସନାଲ ମ୍ୟାନର ଲକ୍ଷ୍ୟ କ'ଣ? ବାଘକୁ ଅଟକେଇବା ନା ହରିଣକୁ ସୁରକ୍ଷା ଦେବା? ଖାଲି ସେତିକି ବି ନୁହଁ, ମୂଷାକୁ ବିଲେଇ ଖାଇବ, ସାପ ବେଙ୍ଗ ଖାଇବ, ଇଏ ତ ଚିରାଚରିତ ଭାବରେ ଅଛି। ତେଣୁ ଏଠି ମଣିଷର ଧର୍ମ କ'ଣ କି? ତାହା ମାନେ ଆମେ ଆଲାଉ କରିବା ଯେ ବାଘ ଖାଉ? ଏଠି ମଣିଷର ଧର୍ମ ଜୀବେ ଦୟା ପରମ ଧର୍ମ। ମଣିଷ ଜୀବକୁ ଦୟା କରିବ। କିନ୍ତୁ ଆନିମଲ ୱାର୍ଲଡରେ ସାରା ପୃଥିବୀକୁ ଯଦି ଆପଣ ଗୋଟେ ପୃଥିବୀର ବାହାରର ଗୋଟେ ୟୁନିଟ୍ ହିସାବରେ ନିଅନ୍ତି, କିଏ କାହାକୁ ମାରୁଛି, କିଏ କାହାକୁ ହିଂସା କରୁଛି, କିଏ କାହାକୁ ଖାଉଛି, ଆ ଉପରେ କୌଣସି ଗୋଟିଏ ରେସନାଲ ଲ ନାହିଁ। ଏହା ସତ କି? କାରଣ ବାଘ ହରିଣକୁ ଖାଇପାରେ, ଏହା ପ୍ରକୃତିର ନିୟମ। ଏଠି ହିଂସା ହେଉଛି, ଆଉ ଏହି ହିଂସାକୁ ଆମେ ଗ୍ରହଣ କରୁଛୁ। ଆମେ ତାକୁ କହୁଛୁ ବାଘ ଖାଇବ ହରିଣକୁ, କାରଣ ବାଘକୁ ଆମେ ଘାସ ଖାଇବାକୁ ଦେଇପାରୁନି। ତେଣୁ ତାକୁ, ବାଘକୁ ଯିଏ ତିଆରି କରିଛି ତାଙ୍କୁ ପ୍ରଶ୍ନ ପଚାରିବାର ଅଧିକାର କାହାର ନାହିଁ ଯେ ବାଘକୁ କାହିଁକି ଆପଣ ନିରାମିଷାଶୀ କଲେନି? ତଥାପି ଲଟା ବି ମଣିଷ ପାଖରେ ଅଛି। ତମେ ମୃଗ, କୃଷ୍ଣସାର ମୃଗ ଖାଇବ, ଯଦି ଖାଇଲ ତାଙ୍କୁ ବି ମାରିବା ପାଇଁ ଲୋକ ଜନ୍ମ ହେଇ ଧମକ ଦେଲେଣି। ତେଣୁ କୋଉ ପଶୁ ପକ୍ଷୀ କି ତୁମେ ଜାତୀୟ ପଶୁ ମାନଙ୍କୁ ମାରିବ, ତା ପାଇଁ ଲ ବି ଅଛି। କିନ୍ତୁ ଭାତ ଡାଲି ତରକାରୀ ମୁଁ ଖାଇବି, ମୋର ଶାନ୍ତିରେ ରହିବି, ସେ କଥାରେ କିଛି ନାହିଁ। କିନ୍ତୁ ଏଇ ଯୋଉ ଲ
ଆପଣ କହିଲେ ଯେ ମଣିଷମାନଙ୍କ ପାଖରେ ଆପ୍ଲିକେବଲ୍। ମଣିଷମାନେ ଆମିଷ ନିରାମିଷାଶୀ ଚୁଜ୍ କରିପାରିବେ। ଆଉ ବିନା ଆମିଷରେ ଲୋକ ଖାଇ ବଞ୍ଚିପାରିବେ। ବାଘ ବିନା ଆମିଷରେ ହୁଏତ ନ ବଞ୍ଚିପାରେ, କୁକୁର ହୁଏତ ନ ବଞ୍ଚିପାରେ। ତେଣୁ ୟୁନିଭର୍ସର ଲ ପୁରାପୁରି ହିଂସା ବିରୋଧୀ ନୁହେଁ। এই পৃথিবীর আত্মাକୁ ଯିଏ ତିଆରି କରିଛନ୍ତି ବା ୟୁନିଭର୍ସର ଯେ ଲ ସେ ଲ ପୁରାପୁରି ହିଂସା ପ୍ରତି ନ୍ୟୁଟ୍ରାଲ ନୁହଁ ଯେ ମୋଟେ ହିଂସା ନ ହଉ କେହି କାହାକୁ ନ ଖାଆନ୍ତୁ ସମସ୍ତେ ନିରାମିଷାସୀ ରୁହନ୍ତୁ ହିଂସା ସୃଷ୍ଟି ହେବା ଉଚିତ ନୁହେଁ ରକ୍ତପାତ ହେବା ଉଚିତ ନୁହେଁ ପୃଥିବୀର ନିୟମ ସେୟା କହୁନି। ନା ସମଗ୍ର ବିଶ୍ୱ ତା ଭିତରେ ଅଛି ଆଉ ଭାରତର କେତେକ ଆଧ୍ୟାତ୍ମିକ ଲୋକ ତାଠୁ ଦୂରେଇ ଆସିଲେ କେମିତି ହବ? ଭାରତର ତ ଅନେକ ଜାତି ଅଛନ୍ତି ଯେଉଁମାନେ ସେମାନେ ଆମିଷ ପ୍ରିୟ ସେ ସବୁ କିଛି ନୁହେଁ। ସେ ସବୁ କେବଳ ଗୋଟେ ଚାଲିଛି ଗୋଟେ ଗପ ଚାଲିଛି ଏ ଖାଇବା ଉଚିତ ନୁହେଁ ସେ ଖାଇବା ଉଚିତ ନୁହଁ। ରସୁଣ ପିଆଜ ଇଏ ଦିଟା ଜିନିଷ ହଉଛି ଔଷଧ। ମତେ ଜଣେ ସାଧୁ କହିଲେ ମୁଁ ରାଜସ୍ଥାନ ଯାଉଥିବା ବେଳେ ଆପଣ ପିଆଜ ରସୁଣ ଖାଆନ୍ତି? ମୁଁ ପିଆଜ ରସୁଣ ଘୃଣା କରେ ନାହିଁ ଏବଂ ଖାଆନ୍ତି କି ନାହିଁ? ମୋର ବାପା ମତେ ଶପଥ କରେଇଥିଲେ ତୁ ଯେତେବେଳେ ମିଳିବ ତୁ ଖାଇବୁ। ତେଣୁ ମୁଁ ପିଆଜ ରସୁଣ ଖାଏ। ପିଆଜ ରସୁଣକୁ ଆପଣ ଆମିଷ ବୋଲି ଭାବନ୍ତିନି? ନା ନା ମୁଁ ଭାବେନି। ପିଆଜ ରସୁଣ ଛତୁ ଯୋଉଟାକୁ ଆମିଷ ବୋଲି କହନ୍ତି ପିଆଜ ରସୁଣ ଛତୁ ଆଉ ଗୋଟେ କ'ଣ ମନେ ପଡୁନି ମୁଁ ଆକୁ ବିଶ୍ୱାସ କରେ।